ଶ୍ରୀ ଜଗନ୍ନାଥ ହର ଶମ୍ଭୁ। ଆଜି ମହାପ୍ରଭୁଙ୍କ ପବିତ୍ର କୃଷ୍ଣ ବଳରାମ ବେଶ। ଭାଦ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ୍ ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାର ଆଜି ଅନ୍ତିମ ବେଶ କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ, ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ରୂପରେ ବେଶରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀକୃଷ୍ଣଙ୍କ ବାଲ୍ୟକାଳରେ ଗୋବତ୍ସା ଚାରଣର ବାତାବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ। ଏହି ବେଶରେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କର ଦୁଇ ହସ୍ତ ଓ ମା ସୁଭଦ୍ରା ଚତୁର୍ଭୁଜ ଧାରଣ କରିଥାନ୍ତି। ଉଭୟ କୃଷ୍ଣ ଜଗନ୍ନାଥ ଏବଂ ବଳରାମ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦ ପୟର ମୁଦ୍ରାରେ ରହିଥାନ୍ତି। ଦେବୀ ସୁଭଦ୍ରା ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାନ୍ତି। ଶ୍ରୀ ଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ଶଲ ନିର୍ମିତ ପଦ୍ମ, ବଡ଼ ଠାକୁର ଡାହାଣ ଭୁଜରେ ଶିଙ୍ଗା ଓ ବାମ ଭୁଜରେ ଶଲପଦ୍ମ ଧାରଣ କରିଥାନ୍ତି। କିରଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ। ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ। ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି। ସେହି ପାଗ ଦ୍ୱୟ କିରଟି ଯୁକ୍ତ ହୋଇଥାଏ। ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଷ୍ଠ ନିର୍ମିତ ତଥା କରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକା ମୁଣ୍ଡି ପକାଇ ମା ପଦ୍ମାସନ ଉପବେଶନ କରନ୍ତି। ବାଙ୍କ ଚୂଳ କିରଟ ଉପରେ ପତ୍ର ଲଗା କଦମ୍ବ ଫୁଲ ଶୋଭା ପାଏ। ଶ୍ରୀ ପୟର ପାଉଁଜି, ବାଙ୍କି, ପାହୁଡ଼, ଗଡ଼ ମୁଦି, ମଲ୍ଲ, କଢ଼ି, ଚନ୍ଦ୍ର, ଚିତା, ନାକଚଣା, ହାତ ଫେର, ଖଡ଼ୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ। ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ କିରଟ ଶୋଭା ପାଏ। ଦେବୀ ସୁଭଦ୍ରା ଏହି ବେଶରେ ଚାରି ହସ୍ତ ଅଭୟ ବରଦ ପାଶ ଅଙ୍କୁଶ ଧାରଣ କରିଥାନ୍ତି। ସବୁ ଠାକୁରଙ୍କ କିରଟିରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ। ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ। ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି। ଏହା ସହ କ୍ଷୀରି, ଅମ୍ବାଲୁ ଆଦି ଭୋଗ ଲାଗି କରାଯାଏ। ଯଦି ରଘୁନାଥ ବେଶ ତୁଳନାରେ ଦେଖାଯାଏ, ତେବେ କୃଷ୍ଣ ବଳରାମ ବେଶ ମଧ୍ୟ ସେହିପରି ବିଶାଳ ରୂପରେ ହୋଇଥାଏ। ଏହି ବେଶ ଦେଖିଲେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ। ଏହି ବେଶ ଥାଉ ଶ୍ରୀଜୀଉମାନଙ୍କ ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ଏହାପରେ ବିଳମ୍ବିତ ରାତ୍ରି ଯାଏ ଚାଲିଥାଏ। ତପ୍ତରେ ବେଶ ଓଲାଗି ହୋଇ ଅନ୍ୟ ନୀତି ହୋଇଥାଏ। ପୂର୍ବେ ଏହି ଦିନ ମହାପ୍ରଭୁଙ୍କ ଗିରି ଟେକା ବା ଗିରି ଗୋବର୍ଦ୍ଧନ ବେଶ ଅନୁଷ୍ଠିତ ହେଉଥିଲା। ଏହି ବେଶ ବଡ଼ ଓଡ଼ିଆ ମଠ ଆନୁମାନିକ 1524 ଖ୍ରୀଷ୍ଟାବ୍ଦରେ କରାଉଥିଲେ। ମାତ୍ର ପରେ ଏହା ବନ୍ଦ ହୋଇଯାଇଥିଲା। ଖ୍ରୀଷ୍ଟାବ୍ଦ 1845 ପରଠାରୁ ଏହାର ପୁନଃ ପ୍ରଚଳନ କରାଗଲା। ଭଜ ଆରି ମନ ଶ୍ରୀ ନନ୍ଦ ନନ୍ଦନ ମୋହନ ମୁରଲି ଧାରିଙ୍କିରେ ଜାମଳ ଓଜନ କାଳିୟ ଗଜନ ଗିରି ଗୋବର୍ଦ୍ଧନ ଧାରିଙ୍କିରେ। ପ୍ରକୃତି ପାହାଡ଼ ପର୍ବତ ଯୋଗୁଁ ଆମେ ଏହି ଚରାଚର ବିଶ୍ୱରେ ଜୀବନ ଅତିବାହିତ କରୁଛେ। ସେଇଥିପାଇଁ ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବ କ୍ରମେ ଗୋପପୁରବାସୀ ଦେବରାଜ ଇନ୍ଦ୍ରଙ୍କ ପୂଜା ନ କରି ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା କରୁଥିଲେ। ଫଳରେ ଇନ୍ଦ୍ର କୋପବର୍ଷଣ ଭାବେ ଚତୁର୍ମେଘରେ ତାଣ୍ଡବ ଲୀଳା କରିଥିଲେ ଗୋପପୁରରେ। ଇନ୍ଦ୍ରଙ୍କର ଗର୍ବ ଗାରିମା ଚୂର୍ଣ୍ଣ ନିମନ୍ତେ ଶ୍ରୀକୃଷ୍ଣ ତାଙ୍କ କନିଷ୍ଠ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରି ଗୋପବାସୀଙ୍କୁ ରକ୍ଷା କରିଥିଲେ ଏବଂ ପରେ ଇନ୍ଦ୍ର ତାଙ୍କ ଦୋଷ ଜାଣିପାରି ଭଗବାନଙ୍କ ଶରଣାପନ୍ନ ହୋଇଥିଲେ। ଦ୍ୱାପର ଯୁଗରେ ଏହି ଲୀଳାକୁ ଉଜ୍ଜୀବିତ ରଖିବା ପାଇଁ ଶ୍ରୀମନ୍ଦିର ଅନୁଷ୍ଠିତ ହୋଇଥିଲା ଗିରି ଗୋବର୍ଦ୍ଧନ ବେଶ। ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀରେ ଶ୍ରୀଜୀଉମାନେ ହେଉଥିବା କୃଷ୍ଣ ବଳରାମ ବେଶ ଆଜକୁ ପ୍ରାୟ 76 ବର୍ଷ ହେବା ଆରମ୍ଭ ହୋଇଛି। ପୂର୍ବେ ଏହି ଦିନ ଗିରିଟେକା ବେଶ ଅନୁଷ୍ଠିତ ହେଉଥିଲା, କିନ୍ତୁ କିଛି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଏହା ଆଉ ହୋଇପାରୁ ନଥିଲା। କଟକ ଜିଲ୍ଲା ସାଲେପୁରର ଖଣ୍ଡସାହି ଗ୍ରାମର ସ୍ୱର୍ଗତ ରାୟ ସାହେବ ଚୌଧୁରୀ ଗୋପବନ୍ଧୁ ମିଶ୍ର ଅପୁତ୍ରିକ ଥିଲେ। 1943 ମସିହାରେ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ପୁତ୍ର ଲାଭ କରିଥିଲେ। ସ୍ୱର୍ଗତ ସଦାଶିବ ରଥଶର୍ମା ପୁଷ୍ପାଳକ ସେବକ ଅଲେଖକରଙ୍କ ଅନୁରୋଧ କ୍ରମେ ବନ୍ଦ ହୋଇଥିବା ଗିରି ଗୋବର୍ଦ୍ଧନ ବେଶ ପୁନଃ ପ୍ରଚଳନ କରିବା ପାଇଁ ଜମିଦାର ସାହେବ ରାଜି ହେବାରେ ଏବେ ବଡ଼ ଓଡ଼ିଆ ମଠକୁ ଯାଇ ସେହି ବେଶ ସାମଗ୍ରୀ ଖରିଦ କରିବା ପାଇଁ ମଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ତତ୍କାଳୀନ ମହନ୍ତ ମହାରାଜା ଭକ୍ତ ଉକ୍ତ ବେଶରେ ନାନା ପ୍ରକାର ବିଘ୍ନ ଘଟୁଛି ବୋଲି କହିବାରେ କ୍ରମେ ଶ୍ରୀଜୀଉମାନଙ୍କର କୃଷ୍ଣ ବଳରାମ ବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ 1947 ମସିହାରେ ଗଜପତିଙ୍କ ହୁକୁମନାମା ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀରେ ଏହି ବେଶ କରାଯାଉଛି। ତାଙ୍କର ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀମାନେ ଏହି ବେଶ କରାଯାଉଛି। ଏହା ଏକ ଯଜମାନୀ ବେଶ। ଜୟ ଶ୍ରୀ ଜଗନ୍ନାଥ। ହର ହର ଶମ୍ଭୁ। ଜୟ ଶ୍ରୀ ଜଗନ୍ନାଥ।